ଯେଉଁଠି ଅଭିଯୋଗ ଥାଏ ସେଠି ଭାବନା ଅସୁସ୍ଥ ଥାଏ, ଯେଉଁଠି ଧନ୍ୟବାଦ ଥାଏ ସେଠି ପରିବର୍ତ୍ତନ ଆସେ। ଆଉ ଥରେ କହୁଛି, ଯେଉଁଠି ଅଭିଯୋଗ ଥାଏ ସେଠି ଭାବନା ଅସୁସ୍ଥ ଥାଏ, ଯେଉଁଠି ଧନ୍ୟବାଦ ଥାଏ ସେଠି ପରିବର୍ତ୍ତନ ଆସେ। ଜୀବନ ଅଦ୍ଭୁତ ଭାବରେ ପରିବର୍ତ୍ତିତ ହୁଏ। ମାନେ ଆପଣଙ୍କ ପାଖରେ ଯାହା ଅଛି ସେଗୁଡ଼ିକ ଯଦି ମାନ୍ୟତା ଦେବେ, ଭଲ ପାଇବେ, ଧନ୍ୟବାଦ କରିବେ, ଆଭାର ପ୍ରକଟ କରିବେ, ତାହେଲେ ଜୀବନ ସୁସ୍ଥ ହୋଇ ଉଠିବ। ଆଜି ଆମେ ଆସନ୍ତୁ ଜାଣିବା ଏଇ ଯେଉଁ ମହାନ ଶକ୍ତି ପ୍ରତିଦିନ ଆମ ଜୀବନରେ କିଛି କିଛି ଉନ୍ନତି କରୁଛି, କିଛି କିଛି ପରିବର୍ତ୍ତନ କରୁଛି। ତା ପାଇଁ ଦୁଇ ପଦ ଧନ୍ୟବାଦ ଦେବା, ହସି ହସି ତାକୁ ସ୍ୱାଗତ କରିବା। ଏହା ଏକ ନୂଆ ଆଶା ହୋଇପାରେ, ଏହା ଏକ ନୂଆ ସୁଯୋଗ ହୋଇପାରେ। ଆମେ କହିବା ଥ୍ୟାଙ୍କ ୟୁ ଲାଇଫ୍, ଥ୍ୟାଙ୍କ ୟୁ ଲାଇଫ୍, ଥ୍ୟାଙ୍କ ୟୁ ଗଡ୍, ଥ୍ୟାଙ୍କ ୟୁ ୟୁନିଭର୍ସ। ମୁଁ ଧନ୍ୟ ଯେ ଆଜି ମୁଁ ଆଭାର ପ୍ରକଟ କରିପାରୁଛି। ମୁଁ ମୋର ଆତ୍ମାର ଜାଗରଣ ପାଇଁ ପ୍ରସ୍ତୁତ। ମୁଁ ମୋ ଆତ୍ମାର ଜାଗରଣ ପାଇଁ ପ୍ରସ୍ତୁତ। ଦିସ୍ ଇଜ୍ ଦ ରିଅଲ୍ ଲାଇଫ୍, ଦିସ୍ ଇଜ୍ ଦ ରିଅଲ୍ ଥଟ୍।